खूब सुंदर कहानी जेजेमा। ए कथा शुणिला परे मोर जगन्नाथ विषय रे आहुरी किछि जानिबाको आग्रह हेउछि। आउ गोटे कहानी सुनाओ जेजेमा। जगन्नाथଙ୍କର କାହାଣୀ ଯେତେ କହିଲେ ବି ସେତେ ଶୁଣିବା ପାଇଁ ଇଚ୍ଛା ହେବ। ମୁଁ ଆଜି ତାହେଲେ ତତେ ମନୋହର ଦାସଙ୍କ କଥାଟି ମଧ୍ୟ ଶୁଣେଇ ଦଉଛି। ମନୋହର ଦାସ ନାମକ ଜଣେ ସାଧୁ ଭକ୍ତ ତାଙ୍କ ଗ୍ରାମରୁ ପୁରୀକୁ ପ୍ରଭୁ ଜଗନ୍ନାଥଙ୍କୁ ପଦ୍ମ ଅର୍ପଣ କରିବାକୁ ଯାତ୍ରା କରିଥିଲେ। ଶୀତ ଦିନରେ ଅସ୍ୱାଭାବିକ ଭାବରେ ସୁନ୍ଦର ପଦ୍ମ ଫୁଟୁଥିବାର ଦେଖି ସେ ସଂଗ୍ରହ କରି ଗାମୁଛାରେ ବାନ୍ଧିଥିଲେ। ମନ୍ଦିରରେ ପହଞ୍ଚିବା ପରେ ଫୁଲ ଗୁଡ଼ିକ ଶୁଖି କଳା ହୋଇଯାଇଥିଲା। ମନ୍ଦିରର ପୁରୋହିତମାନେ ଫୁଲ ଗୁଡ଼ାକୁ ପଚି ଯାଇଥିବା କହି ପ୍ରତ୍ୟାଖ୍ୟାନ କରିଥିଲେ। ମନୋହର ଦାସଙ୍କୁ ଅପମାନିତ କରିଥିଲେ ଏବଂ ତାଙ୍କୁ ଘଉଡ଼େଇ ଦେଇଥିଲେ। ଭଗ୍ନ ହୃଦୟଗ୍ରସ୍ତ ହୋଇ ମନୋହର ଦାସ ମନ୍ଦିର ପାଖରେ ଥିବା ବଡ଼ଛତା ମଠ ନିକଟରେ ପଡ଼ିଯାଇଥିଲେ। ସେହି ରାତିରେ ପୁରୀର ଗଜପତି ମହାରାଜା ସ୍ୱପ୍ନରେ ଦେଖିଲେ ଯେ ପ୍ରଭୁ ଜଗନ୍ନାଥ ତାଙ୍କୁ ମନୋହର ଦାସଙ୍କ ପାଖକୁ ଯାଇ ସେହି ନିର୍ଦ୍ଦିଷ୍ଟ ଫୁଲ ଗୁଡ଼ିକୁ ଅର୍ପଣ କରିବାକୁ କହିଛନ୍ତି। ରାଜା ମନୋହର ଦାସଙ୍କୁ ମନ୍ଦିରକୁ ଆଣିବାକୁ କହିଲେ। ଯେତେବେଳେ ଶୁଖି ଯାଇଥିବା ପଦ୍ମ ଅର୍ପଣ କରାଗଲା, ସେଗୁଡ଼ିକ ଚମତ୍କାର ଭାବରେ ସତେଜ, ଗୋଲାପୀ ଏବଂ ସୁଗନ୍ଧିତ ହୋଇଯାଇଥିଲା। ଏହି ଘଟଣା ଦର୍ଶାଇଥିଲା ଯେ ପ୍ରଭୁ ଶ୍ରୀ ଜଗନ୍ନାଥ ନୈବେଦ୍ୟର ଭୌତିକ ସିଦ୍ଧତା ଅପେକ୍ଷା ହୃଦୟର ଭକ୍ତିକୁ ମୂଲ୍ୟ ଦିଅନ୍ତି। ଏହି ଲୀଳାକୁ ସ୍ମରଣ କରିବା ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ନିର୍ଦ୍ଦିଷ୍ଟ ଦିନ ଗୁଡ଼ିକରେ ସୁସଜ୍ଜିତ ପଦ୍ମବେଶରେ ସଜ୍ଜିତ କରାଯାଏ। ମାଘ ମାସର ଅମାବାସ୍ୟା ଦିନ ଏବଂ ଶ୍ରୀପଞ୍ଚମୀ ମଧ୍ୟରେ ଯେକୌଣସି ଶନିବାର କିମ୍ବା ବୁଧବାର ଏହି ବେଶ କରାଯାଏ। ପଦ୍ମବେଶ ଏକ ଚମତ୍କାର ଦୃଶ୍ୟ, ଯେଉଁଥିରେ ଦେବତାମାନେ କମଳ ଫୁଲରେ ସଜ୍ଜିତ ହୁଅନ୍ତି। ସେମାନଙ୍କ ମୁହଁ ପାଇଁ ଚକ୍ର ଆକୃତିର ଅଳଙ୍କାର ତିଆରି କରିବା ପାଇଁ ବଡ଼ ବଡ଼ ପଦ୍ମ ପାଖୁଡ଼ା ବ୍ୟବହାର କରାଯାଏ ଏବଂ ହାତରେ କମଳ କଳି ଧରିଥାନ୍ତି। ସେମାନଙ୍କର ମୁକୁଟ ଅଗଣିତ କମଳ ଫୁଲରେ ସଜ୍ଜିତ ହୋଇଥାଏ।